ଆଜି ଆମେ ଜାଣିବା ତୁଳସୀ ଗଛର କିଛି ଚମତ୍କାରୀ ଗୁଣ ବିଷୟରେ। ବନ୍ଧୁମାନେ, ଗରୁଡ଼ ପୁରାଣ, ସ୍କନ୍ଧ ପୁରାଣ, ପଦ୍ମ ପୁରାଣ ଏବଂ ଭବିଷ୍ୟ ପୁରାଣରେ ତୁଳସୀ ଗଛର ଅନେକ ବିଶେଷତା ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଚଳିତ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀ ପୃଷ୍ଠରେ ପଡ଼ିଥିଲା, ସେହିଥିରୁ ହିଁ ତୁଳସୀ ଗଛର ଉତ୍ପତ୍ତି ହୋଇଥିଲା ଏବଂ ବ୍ରହ୍ମଦେବ ଏହି ତୁଳସୀ ଗଛକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରିଥିଲେ। ବନ୍ଧୁମାନେ, ଏହି ତୁଳସୀ ଗଛଟି ପ୍ରତ୍ୟେକ ହିନ୍ଦୁ ଧର୍ମର ଲୋକମାନଙ୍କର ଅଗଣାରେ ଶୋଭା ପାଇଥାଏ। ଏମିତି କୌଣସି ହିନ୍ଦୁ ବ୍ୟକ୍ତି ନଥିବେ ଯାହାର ଅଗଣାରେ ତୁଳସୀ ଗଛ ନଥିବ। ଏବଂ ଆମେ ପ୍ରତ୍ୟେକ ଦିନ ସକାଳେ ପ୍ରଥମେ ତୁଳସୀ ଗଛର ହିଁ ଦର୍ଶନ କରିଥାଉ। ତେବେ ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ତୁଳସୀ ଗଛର ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଛି ଯାହା 24 ଘଣ୍ଟାରେ ଆପଣଙ୍କର ଭାଗ୍ୟକୁ ବଦଳାଇ ଦେଇପାରେ। ଆପଣଙ୍କ ଜୀବନରେ ଚାଲିଥିବା ସବୁ ପ୍ରକାରର ସମସ୍ୟା ଏବଂ ଯଦି ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ର କିମ୍ବା କଳା ଯାଦୁର କୌଣସି ପ୍ରଭାବ ରହିଥାଏ, ତେବେ ତାକୁ ମଧ୍ୟ ମା ତୁଳସୀ ଭାଙ୍ଗି ଦେଇପାରନ୍ତି। ଏବଂ ଏହି ତୁଳସୀ ଗଛ ଦ୍ୱାରା ହିଁ ଆପଣଙ୍କ ଜୀବନରେ ଚାଲିଥିବା ଯେକୌଣସି ସମସ୍ୟା ହେଉ, ଗ୍ରହବାଧା ହେଉ କିମ୍ବା ବିବାହ ଜନିତ କୌଣସି ଅସୁବିଧା ହେଉ, ସେହି ପ୍ରତ୍ୟେକ ଜିନିଷର ସମାଧାନ ହୋଇଯାଇଥାଏ। ତୁଳସୀ କେବଳ ଗୋଟିଏ ଗଛ ନୁହେଁ ବନ୍ଧୁମାନେ, ଆମର ସନାତନ ଧର୍ମରେ ତୁଳସୀ ଗଛକୁ ଆମେ ମାର ସ୍ଥାନ ଦେଇଥାଉ। ଯେମିତି ଗଙ୍ଗା ନଦୀକୁ ଆମେ ମା କହିଥାଉ, ଗାଈକୁ ଆମେ ଗୋମାତା କହିଥାଉ, ସେହିପରି ତୁଳସୀ ଗଛକୁ ତୁଳସୀ ମାତା ବା ମା ବୃନ୍ଦାବତୀ ବୋଲି କୁହାଯାଇଥାଏ। ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହି ପୃଥିବୀରେ ଯେଉଁ ବି ଦେବତା ମାନବ ରୂପରେ ଅବତରଣ କରିଥାନ୍ତି, ପ୍ରତ୍ୟେକ ଦେବତା ମା ତୁଳସୀଙ୍କର ପୂଜା କରିଥାନ୍ତି। ଏବଂ ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ପ୍ରତିଦିନ ତୁଳସୀ ଗଛର ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଏ, ସେହି ଗୃହରେ ନିଶ୍ଚିତ ଭାବରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ଏହା ସହିତ ସେହି ଗୃହର ପ୍ରତ୍ୟେକ ସଦସ୍ୟମାନଙ୍କର ଉନ୍ନତି ହେବା ସହିତ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠିବା ମାତ୍ରେ ତୁଳସୀ ଗଛର ଦର୍ଶନ କରିଥାନ୍ତି ଏବଂ ନମସ୍କାର କରିଥାନ୍ତି, ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ। ଆପଣ ପ୍ରତିଦିନ ସକାଳୁ ଯେତେବେଳେ ନିଦରୁ ଉଠୁଛନ୍ତି, ସେତେବେଳେ ପ୍ରଥମେ ନିଜକୁ ଦେଖିବା ପୂର୍ବରୁ ମା ତୁଳସୀଙ୍କର ଦର୍ଶନ କରନ୍ତୁ। କାରଣ ପ୍ରତ୍ୟେକ ଦିନ ନିଦରୁ ଉଠିବା ପରେ ଆପଣ ମା ତୁଳସୀଙ୍କର ଦର୍ଶନ କରିବା ଦ୍ୱାରା ଆପଣଙ୍କର ଅନେକ ପାପ କ୍ଷୟ ହୋଇଥାଏ। ତୁଳସୀ ଗଛକୁ ଯେଉଁ ମାଟିରେ ଲଗାଯାଇଥାଏ, ସେହି ମାଟିରେ ସମସ୍ତ ତୀର୍ଥମାନଙ୍କର ବାସ ହୋଇଥାଏ ବୋଲି ମାନ୍ୟତା ରହିଛି। ତୁଳସୀର ମୂଳରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଏହାର ଅନ୍ୟ ସମସ୍ତ ଭାଗରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ ବୋଲି ମାନ୍ୟତା ରହିଛି। ଏପରି ମଧ୍ୟ ମାନ୍ୟତା ରହିଛି ଯେ ଭଗବାନ ବିଷ୍ଣୁ, ଭଗବାନ ରାମ ଏବଂ ଭଗବାନ ହନୁମାନଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଅର୍ପଣ କରାଯାଏ ନାହିଁ। ବିନା ତୁଳସୀ ପତ୍ରରେ ଯେଉଁ ଭୋଗ ଅର୍ପଣ କରାଯାଇଥାଏ, ତାହାକୁ ଭଗବାନ ଗ୍ରହଣ କରନ୍ତି ନାହିଁ। ଏପରି ମାନ୍ୟତା ରହିଛି ଯେ ଯେଉଁ ଗୃହର ଅଗଣାରେ ତୁଳସୀ ଗଛ ଲାଗିଥାଏ ଏବଂ ତୁଳସୀ ଗଛ ହରାଭରା ରହିଥାଏ, ସେହି ଗୃହକୁ କେବେ ବି ରୋଗ ବ୍ୟାଧି ପଶି ପାରିନଥାଏ। ଯେଉଁ ଗୃହରେ ଏହି ତୁଳସୀ ଗଛକୁ ସଠିକ୍ ଦିଗରେ ଲଗାଯାଇଥାଏ ଏବଂ ସଠିକ୍ ଭାବରେ ପୂଜା କରାଯାଏ, ସେହି ଗୃହକୁ କେବେ ବି ବାସ୍ତୁ ଦୋଷ ଲାଗିନଥାଏ। ଏପରି ମଧ୍ୟ ମାନ୍ୟତା ରହିଛି ଯେ ଯଦି ଘର ଉପରକୁ କୌଣସି ବଡ଼ ବିପଦ ଆସିବାର ଥାଏ, ଅକାଳ ମୃତ୍ୟୁ ଆସିବାର ଥାଏ କିମ୍ବା କିଛି ବଡ଼ ଦୁର୍ଘଟଣା ଘଟିବାର ଥାଏ, ତେବେ ତୁଳସୀ ଗଛ ଆପେ ଆପେ ଶୁଖି ଯାଇଥାଏ। ଅର୍ଥାତ୍ ଏହା ଆମକୁ ପୂର୍ବରୁ ହିଁ ସଂକେତ ଦେଇଥାଏ। ଏବଂ ତୁଳସୀ ଗଛ ଏଥିପାଇଁ ଶୁଖି ଯାଇଥାଏ କାରଣ ସେ ବିପଦ ନିଜ ଉପରକୁ ନେଇଯାଇଥାନ୍ତି ଏବଂ ଯାହାର ପ୍ରଭାବରୁ ସେ ନିଜେ ଶୁଖି ଯାଇଥାନ୍ତି। ଯେପରି ଆମର ମା ପିଲାମାନଙ୍କ ଉପରକୁ ବିପଦ ଆସିଲେ ସେହି ବିପଦକୁ ନିଜ ଉପରକୁ ନେଇଯାଇଥାନ୍ତି, ସେହିପରି ମା ତୁଳସୀ ମଧ୍ୟ ଆମ ଉପରକୁ ବିପଦ ଆସିଲେ ସେହି ବିପଦକୁ ନିଜ ଉପରକୁ ନେଇଯାଇଥାନ୍ତି। ନିଜକୁ ବଳିଦାନ ଦେଇ ସେ ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ସେଥିପାଇଁ ଆମେ ସମସ୍ତେ ଆମର ଅଗଣାରେ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଆମକୁ ଶୁଦ୍ଧ ଅମ୍ଳଜାନ ପ୍ରଦାନ କରିବା ସହିତ ଅନେକ ଚମତ୍କାରୀ ଲାଭ ମଧ୍ୟ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ତୁଳସୀ ଗଛ ସହିତ ଜଡ଼ିତ କିଛି ଚମତ୍କାରୀ ଉପାୟ ବିଷୟରେ। ତେବେ ବନ୍ଧୁମାନେ, ପ୍ରଥମ ଉପାୟଟି ହେଉଛି, ଏପରି ମାନ୍ୟତା ରହିଛି ଯେ ଯଦି କୌଣସି ବ୍ୟକ୍ତି ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ
ଲଡ଼ୁ ମୋଦକ କିମ୍ବା ଏହିଭଳି କୌଣସି ମିଠା ଜାତୀୟ ଦ୍ରବ୍ୟରେ ତୁଳସୀ ପତ୍ର ରଖି ଭଗବାନ ହନୁମାନଙ୍କୁ ପ୍ରତ୍ୟେକ ଦିନ ଅର୍ପଣ କରନ୍ତି, ତେବେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତୁଳସୀର ମଞ୍ଜରୀ ଆମ ଜୀବନରେ ଥିବା ସମସ୍ତ ସମସ୍ୟାଗୁଡ଼ିକୁ ତତ୍କାଳ ହିଁ ଦୂର କରିଦେଇଥାଏ। ଅନେକ ବ୍ୟକ୍ତି କରଜ ବୋଝରେ ସର୍ବଦା ଚିନ୍ତିତ ରହିଥାନ୍ତି ଏବଂ ଅନେକ ବ୍ୟକ୍ତି ନିଜର ବିବାହକୁ ନେଇ ମଧ୍ୟ ଚିନ୍ତିତ ରହିଥାନ୍ତି। ତେବେ ଏପରି ପରିସ୍ଥିତିରେ ଆପଣଙ୍କ ଅଗଣାରେ ଲାଗିଥିବା ତୁଳସୀରେ ଯଦି ମଞ୍ଜରୀ ଆସେ, ତେବେ ଆପଣଙ୍କ ଜୀବନରୁ ସେହି ସବୁ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ତେବେ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଏହିସବୁ ସମସ୍ୟା ଲାଗିଛି, ଆପଣ ତାଙ୍କୁ କୁହନ୍ତୁ ଯେ ସେ ଗଛରୁ ତୁଳସୀ ମଞ୍ଜରୀ ଝାଡ଼ିବା ପାଇଁ। ତାପରେ ତୁଳସୀ ମୂଳରେ ଯେଉଁ ମାଟି ଅଛି ଏବଂ ଝଡ଼ି ପଡ଼ିଥିବା ପତ୍ର ଏବଂ ମଞ୍ଜରୀ, ତେବେ ସେଥିରୁ କିଛି ମାଟି, କିଛି ଶୁଖିଲା ପତ୍ର ଏବଂ କିଛି ମଞ୍ଜରୀ ଆପଣ ସ୍ନାନ କରୁଥିବା ଜଳରେ ମିଶାଇ ପ୍ରତ୍ୟେକ ଦିନ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ ହୋଇଯାଇଥାଏ। ଏପରି କରିବା ଦ୍ୱାରା ଆପଣଙ୍କୁ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଆପଣ ଆରମ୍ଭ କରୁଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ କିମ୍ବା ପ୍ରତ୍ୟେକ କାର୍ଯ୍ୟରେ ସର୍ବଦା ବାଧାବିଘ୍ନ ଉତ୍ପନ୍ନ ହେଉଛି, ତେବେ ଏହିସବୁ ସମସ୍ୟାର ସମାଧାନ ପାଇଁ ଆପଣ ଏହି ଉପାୟଟିକୁ ନିଶ୍ଚୟ ପାଳନ କରନ୍ତୁ। ନିଜର ସ୍ନାନ କରୁଥିବା ଜଳରେ ଏହି 3ଟି ଜିନିଷକୁ ମିଶାଇ ଆପଣ ସ୍ନାନ କରିବା ଦ୍ୱାରା ଏହିସବୁ ସମସ୍ୟାର ନିଶ୍ଚିତ ଭାବରେ ସମାଧାନ ହୋଇଥାଏ। ଏମିତିକି ଯଦି ଆପଣ କେବଳ ତୁଳସୀ ମୂଳର ମାଟିକୁ ଜଳରେ ମିଶାଇ ସ୍ନାନ କରନ୍ତି, ତେବେ ମଧ୍ୟ ଏହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିଥାଏ। କାରଣ ଯେହେତୁ ତୁଳସୀ ମାଟିରେ ସମସ୍ତ ତୀର୍ଥମାନଙ୍କର ବାସ ବୋଲି ମାନାଯାଇଥାଏ, ତେଣୁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ବନ୍ଧୁମାନେ, ଆପଣମାନେ ଯଦି ପ୍ରତିଦିନ ନିଜ ମସ୍ତକରେ ତିଳକ ଲଗାଉଛନ୍ତି, ତେବେ ସେହି ତିଳକରେ ଯଦି ଆପଣ ତୁଳସୀ ମୂଳର ମାଟି ମିଶାଇ ଲଗାନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ବିଜୟ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଆପଣଙ୍କର ସମ୍ମୋହନ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ସମସ୍ତ ଲୋକମାନେ ଆପଣଙ୍କ ଆଡ଼କୁ ଖୁବ୍ ଶୀଘ୍ର ଆକର୍ଷିତ ହୋଇଥାନ୍ତି, ଯାହା ପାଇଁ କି ଆପଣ ପ୍ରତ୍ୟେକ ଜାଗାରେ ପ୍ରଶଂସିତ ଏବଂ ସମ୍ମାନିତ ମଧ୍ୟ ହୋଇଥାନ୍ତି। ଏବଂ ଏହି ତିଳକ ଲଗାଇବା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ଏବଂ ଯଦି ଆପଣ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରନ୍ତି, ତେବେ କାଶ, ଥଣ୍ଡା, ଜ୍ୱର ଭଳି ସମସ୍ୟା ଆପଣଙ୍କ ନିକଟକୁ ଆସିନଥାଏ। ମାତ୍ର ଏହି ଲାଭଟି ଆପଣଙ୍କୁ ସେତେବେଳେ ପ୍ରାପ୍ତ ହେବ ଯେତେବେଳେ ଆପଣ ପ୍ରତ୍ୟେକ ଦିନ ଏହି ଉପାୟଟିକୁ ପାଳନ କରିବେ। ଅର୍ଥାତ୍ କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ମାସ କିମ୍ବା ଦିନ ପାଇଁ ନୁହେଁ, ଆପଣ ଜୀବନ ସାରା ପ୍ରତିଦିନ ଯଦି ତୁଳସୀ ପତ୍ରର ସେବନ କରନ୍ତି, ତେବେ ହିଁ ଆପଣଙ୍କୁ ଏହାର ଲାଭ ପ୍ରାପ୍ତ ହୋଇଥାଏ। ଆପଣମାନେ ଜାଣନ୍ତି, ଯେତେବେଳେ ଋତୁ ପରିବର୍ତ୍ତନ ହୋଇଥାଏ, ସେତେବେଳେ ଆମକୁ ଥଣ୍ଡା, କାଶ, ଜ୍ୱର ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଆପଣ ଯଦି ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରୁଥାନ୍ତି, ତେବେ ଆପଣଙ୍କ ନିକଟକୁ ଏହିସବୁ ସମସ୍ୟା ଗୁଡ଼ିକ ଆସିନଥାଏ। ମାତ୍ର ଏହି କଥାର ଆପଣ ସର୍ବଦା ଧ୍ୟାନ ରଖିବେ ଯେ ରବିବାର ଦିନ କେବେ ବି ଆପଣ ତୁଳସୀ ପତ୍ର ତୋଳିବେ ନାହିଁ। ଆପଣ ରବିବାର ଦିନ ବ୍ୟବହାର କରୁଥିବା ପତ୍ରକୁ ତାର ପୂର୍ବ ଦିନ ଅର୍ଥାତ୍ ଶନିବାର ଦିନଠାରୁ ହିଁ ତୋଳିଦେବେ। କାରଣ ରବିବାର ଦିନ ତୁଳସୀ ପତ୍ର ତୋଳିବା ଅନୁଚିତ ହୋଇଥାଏ। ଶାସ୍ତ୍ର ମତରେ ଏହା ଅନୁଚିତ ବୋଲି ମାନାଯାଇଥାଏ। ଏହା ସହିତ ପ୍ରତ୍ୟେକ ମାସର ଅମାବାସ୍ୟା ଏବଂ ଏକାଦଶୀ ତିଥିରେ ମଧ୍ୟ ତୁଳସୀ ପତ୍ର ତୋଳିବା ଅନୁଚିତ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏବଂ ସ୍ନାନ ନକରି ଯେଉଁ ମନୁଷ୍ୟ ତୁଳସୀ ଗଛରେ ଜଳ ଅର୍ପଣ କରିଥାଏ କିମ୍ବା ତୁଳସୀ ଗଛର ପୂଜା କରିଥାଏ, ସେହି ମନୁଷ୍ୟକୁ ପାପର ଭାଗୀ ହେବାକୁ ପଡ଼ିଥାଏ। ଏହାକୁ ଏକ ବହୁତ ବଡ଼ ଅପରାଧ ବୋଲି ମଧ୍ୟ ମାନାଯାଇଥାଏ। ଏହି ପୂଜାକୁ ମା ତୁଳସୀ କେବେ ବି ସ୍ୱୀକାର କରିନଥାନ୍ତି। ବନ୍ଧୁମାନେ, ଆଉ ଗୋଟିଏ ଉପାୟ ହେଉଛି, ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏବଂ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପତ୍ର ସେବନ କରନ୍ତି, ଅର୍ଥାତ୍ ଆପଣ ଯଦି 3 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ 4ଟି ଲେଖାଏଁ ତୁଳସୀ ପତ୍ର ଖାଉଛନ୍ତି, ତେବେ ପ୍ରତ୍ୟେକ ଦିନ 4ଟି ଲେଖାଏଁ ହିଁ ତୁଳସୀ ପତ୍ର ଖାଇବେ। ଯଦି 5ଟି ଖାଉଛନ୍ତି, ତେବେ 5ଟି ଲେଖାଏଁ ଖାଇବେ। ଏପରି ଆପଣ ନିର୍ଦ୍ଦିଷ୍ଟ ଦିନ ଯାଏ, ଅର୍ଥାତ୍ ମାସେ ହେଉ କିମ୍ବା 2 ମାସ ହେଉ କିମ୍ବା 3 ମାସ ପର୍ଯ୍ୟନ୍ତ ଏହିଭଳି ପତ୍ରର ସେବନ କରନ୍ତି ଏବଂ ସେହିଦିନ ପର୍ଯ୍ୟନ୍ତ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରନ୍ତି ଏବଂ ସାତ୍ୱିକ ଭୋଜନ ଆହରଣ କରନ୍ତି, ତେବେ ଆପଣଙ୍କୁ ଅଷ୍ଟସିଦ୍ଧିର ପ୍ରାପ୍ତ ହୋଇଥାଏ। ଆପଣମାନେ ଜାଣନ୍ତି, ଭଗବାନ ହନୁମାନ
ଯେକୌଣସି ଜାଗାକୁ ଚାହିଁବେ ସେ ପ୍ରତ୍ୟେକ ଜାଗାକୁ ଯାଇପାରନ୍ତି ଏବଂ ଏପରିକି ଦ୍ରୋଣଗିରି ପର୍ବତକୁ ମଧ୍ୟ ସେ ନିଜ ହାତରେ ଟେକିଥିଲେ। ଏସବୁ କିଛି ତାଙ୍କୁ ଅଷ୍ଟସିଦ୍ଧି ଯୋଗୁଁ ହିଁ ପ୍ରାପ୍ତ ହୋଇଥିଲା ଏବଂ ଅଷ୍ଟସିଦ୍ଧି କାରଣରୁ ହିଁ ଏହି ସବୁ ତାଙ୍କ ପାଇଁ ସମ୍ଭବ ହୋଇଥିଲା। ଏହି ସଂସାରରେ ଏମିତି ଅନେକ ପୁଣ୍ୟାତ୍ମା ରହିଛନ୍ତି ଯେଉଁମାନଙ୍କୁ ଏହି ଅଷ୍ଟସିଦ୍ଧିର ପ୍ରାପ୍ତି ହୋଇଛି। ତେବେ ଆପଣ ଯଦି ନିର୍ଦ୍ଧାରିତ ସଂଖ୍ୟାରେ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରନ୍ତି ତେବେ ଆପଣଙ୍କୁ ମଧ୍ୟ ସିଦ୍ଧି ପ୍ରାପ୍ତି ହୋଇଥାଏ। ବନ୍ଧୁମାନେ, କିଛି ଏପରି ବ୍ୟକ୍ତି ଥାନ୍ତି ଯେଉଁମାନଙ୍କ ଉପରେ ସର୍ବଦା ଭୂତ ପ୍ରେତ କିମ୍ବା କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ଏବଂ ଏପରି କିଛି ବ୍ୟକ୍ତି ଥାନ୍ତି ଯେଉଁମାନଙ୍କ ନଜର ମଧ୍ୟ ଖରାପ ହୋଇଥାଏ। ସେମାନଙ୍କ ନଜର କାରଣରୁ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେବେ ଆପଣ ଯଦି ଏହିସବୁ ନକାରାତ୍ମକ ଶକ୍ତି ଏବଂ ଖରାପ ନଜରରୁ ବଞ୍ଚିବା ପାଇଁ ଚାହୁଁଥାନ୍ତି ତେବେ ତୁଳସୀ ଗଛର ଚେରକୁ ଆପଣ ଯଦି ତମ୍ବାର ତାବିଜରେ ଭର୍ତ୍ତି କରି ଲାଲ ସୂତାରେ ବାନ୍ଧି ନିଜ ଗଳାରେ କିମ୍ବା ବାହୁରେ ଧାରଣ କରନ୍ତି ତେବେ ଆପଣଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତି କିମ୍ବା ଖରାପ ନଜରର ପ୍ରଭାବ ପଡ଼ିନଥାଏ। ବନ୍ଧୁମାନେ, ଯଦି ଆପଣଙ୍କୁ ଆପଣଙ୍କର ଭାଗ୍ୟ ସାଥ ଦେଉନାହିଁ, ସର୍ବଦା ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳ ହେବାକୁ ପଡ଼ୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ନିରାଶା ଲାଗି ରହୁଛି, ଏମିତିକି ଆପଣଙ୍କର ନିଜ ପରିବାରର ଲୋକମାନେ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି, ଶତ୍ରୁ ଭଳି ବ୍ୟବହାର କରୁଛନ୍ତି, ତେବେ ଆପଣ ତୁଳସୀ ପତ୍ରର ମାଳା ବନାଇ 21 ଦିନ ପର୍ଯ୍ୟନ୍ତ ପ୍ରଭୁ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତିରେ ଏବଂ ପ୍ରଭୁ ଶ୍ରୀରାମଙ୍କର ଫଟୋ କିମ୍ବା ମୂର୍ତ୍ତିରେ ଆପଣ 21 ଦିନ ପର୍ଯ୍ୟନ୍ତ ଏହି ତୁଳସୀ ପତ୍ରର ମାଳା ଅର୍ପଣ କରନ୍ତୁ। ଏହି ଉପାୟଟି ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ଏହି ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ ହୋଇଯାଇଥାଏ। ଗୋଟିଏ ସପ୍ତାହରେ ହିଁ ଆପଣ ଏହାର ଫଳ ଦେଖିବାକୁ ପାଇପାରିବେ। ତେବେ ବନ୍ଧୁମାନେ, ଏହା ଥିଲା ତୁଳସୀ ଗଛକୁ ନେଇ କିଛି ଚମତ୍କାରୀ ଉପାୟ ଯାହା ଆପଣଙ୍କ ଭାଗ୍ୟକୁ ଖୁବ୍ କମ୍ ସମୟରେ ହିଁ ବଦଳାଇ ଦେଇପାରିବ। ତେବେ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ମା ବୃନ୍ଦାବତୀ ନିଶ୍ଚୟ ଲେଖିବେ।